ଯୋହନ 12। ଯୀଶୁ ନିସ୍ତାର ପର୍ବର 6 ଦିନ ପୂର୍ବେ ବେଥନିଆ ସହରକୁ ଗଲେ। ସେଠାରେ ଲାଜାରଙ୍କ ଘର। ଏହି ଲାଜାରଙ୍କୁ ଯୀଶୁ ମୃତ୍ୟୁରୁ ଉଠାଇଥିଲେ। ସେଠାରେ ଯୀଶୁଙ୍କ ପାଇଁ ଗୋଟିଏ ଭୋଜିର ଆୟୋଜନ କରାଯାଇଥିଲା। ଭୋଜିରେ ମାର୍ଥା ଆତିଥ୍ୟର ଭାର ନେଇଥିଲେ ଓ ଲାଜାର ଯୀଶୁଙ୍କ ସହିତ ଭୋଜିରେ ବସିଥିଲେ। ସେତେବେଳେ ମରିୟମ ପ୍ରାୟ 1/2 ଲିଟର ମୂଲ୍ୟବାନ ସୁଗନ୍ଧି ଜଟାମାଂସୀ ତୈଳ ଆଣି ଯୀଶୁଙ୍କ ପାଦ ଉପରେ ଢାଳିଦେଲା ଓ ନିଜ କେଶରେ ଯୀଶୁଙ୍କ ପାଦ ଦୁଇଟିକୁ ପୋଛିଦେଲା। ସୁଗନ୍ଧିରେ ଗୃହଟି ମହକିଗଲା। ଯୀଶୁଙ୍କ ଶିଷ୍ୟ ଜିହୁଦା ଇସ୍କରିଓତ, ଯେ ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କରିବାକୁ ଯାଉଥିଲା, କହିଲା, ଏହି ସୁଗନ୍ଧି ତୈଳ 300 ଟଙ୍କାରେ ବିକ୍ରି ହୋଇ ଦରିଦ୍ରମାନଙ୍କୁ ଦିଆଗଲା ନାହିଁ କାହିଁକି? ଦରିଦ୍ରମାନଙ୍କ ପ୍ରତି ଜିହୁଦାର ଦରଦ ଥିବାରୁ ସେ ଯେ ଏହି କଥା କହିଥିଲା ତା ନୁହେଁ। ସେ ଥିଲା ଗୋଟିଏ ଚୋର। ତା ଦାୟିତ୍ୱରେ ଥିବା ଟଙ୍କା ଥଳିରୁ ସେ କିଛି କିଛି ଆତ୍ମସାତ କରୁଥିଲା। କିନ୍ତୁ ଯୀଶୁ କହିଲେ, ତାକୁ ଛାଡ଼, ତାର ଯାହା ଅଛି ମୋର ଶେଷ କୃତ୍ୟ ପାଇଁ ତାହା ରଖିବାକୁ ଦିଅ। ଗରିବମାନେ ସବୁବେଳେ ତୁମ ନିକଟରେ ରହିଥିବେ, କିନ୍ତୁ ମୁଁ ନଥିବି। ଯୀଶୁ ବେଥନିଆରେ ଅଛନ୍ତି ଶୁଣି ଅନେକ ଲୋକ ସେଠାକୁ ଗଲେ, କେବଳ ତାଙ୍କୁ ଦେଖିବାକୁ ନୁହେଁ, ଯୀଶୁ ମୃତ୍ୟୁରୁ ବଞ୍ଚାଇଥିବା ଲାଜାରକୁ ଦେଖିବା ପାଇଁ। ତେଣୁ ମୁଖ୍ୟ ଯାଜକମାନେ ଲାଜାରଙ୍କୁ ମାରିଦେବା ପାଇଁ ଷଡ଼ଯନ୍ତ୍ର କଲେ, କାରଣ ତାଙ୍କ ହେତୁ ବହୁ ସଂଖ୍ୟକ ଇହୁଦୀ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରି ଯୀଶୁଙ୍କଠାରେ ବିଶ୍ୱାସ ସ୍ଥାପନ କରୁଥିଲେ। ତା ପରଦିନ ନିସ୍ତାର ପର୍ବରେ ଯୋଗ ଦେବାକୁ ଆସିଥିବା ଏକ ବିରାଟ ଜନତା ଯୀଶୁ ଜେରୁସାଲେମକୁ ଆସିବେ ବୋଲି ଶୁଣିଲେ ଓ ହାତରେ ବାହୁଙ୍ଗା ଧରି ତାଙ୍କୁ ଭେଟିବାକୁ ଗଲେ। ସେମାନେ ଉଚ୍ଚ ସ୍ୱରରେ କହୁଥିଲେ, ଈଶ୍ୱରଙ୍କର ପ୍ରଶଂସା ଗାନ କର, ପ୍ରଭୁଙ୍କ ନାମରେ ଯିଏ ଆସୁଅଛନ୍ତି ସେ ଧନ୍ୟ, ଇସ୍ରାଏଲର ରାଜାଙ୍କୁ ଈଶ୍ୱର ଆଶୀର୍ବାଦ କରନ୍ତୁ। ଯୀଶୁ ଗୋଟିଏ ଗଧ ପିଠିରେ ବସି ଆସୁଥିଲେ। ଏହାଦ୍ୱାରା ଶାସ୍ତ୍ର ଲିଖିତ ଗୋଟିଏ ଭାବବାଣୀ ସଫଳ ହେଲା, ସିଓନ କନ୍ୟାଗଣ, ଭୟ କର ନାହିଁ, ଏହି ଦେଖ ତୁମ ରାଜା ଗଧ ଛୁଆ ଉପରେ ଆରୋହଣ କରି ଆସୁଛନ୍ତି। ସେତେବେଳେ ଶିଷ୍ୟମାନେ ଏହାର ତାତ୍ପର୍ଯ୍ୟ ବୁଝିନଥିଲେ, କିନ୍ତୁ ଯୀଶୁଙ୍କର ଗୌରବମୟ ପୁନରୁତ୍ଥାନ ପରେ ସେମାନଙ୍କର ମନେ ପଡ଼ିଲା ଯେ ତାଙ୍କ ସମ୍ପର୍କରେ ଏହିସବୁ କଥା ଶାସ୍ତ୍ରରେ ଲେଖାଯାଇଥିଲା ଏବଂ ସେହି ଅନୁସାରେ ସେମାନେ କାର୍ଯ୍ୟ କରିଥିଲେ। ଯୀଶୁ ମୃତ ଲାଜାରକୁ କବର ଭିତରୁ ଡାକି ପୁନର୍ଜୀବିତ କରିବା ସମୟରେ ଯେଉଁମାନେ ତାଙ୍କ ସଙ୍ଗରେ ଥିଲେ ସେମାନେ ଏହିସବୁ କଥା ଚାରିଆଡ଼େ ପ୍ରଚାର କରିଥିଲେ। ସେଥିପାଇଁ ଯୀଶୁଙ୍କର ଏହି ଅଲୌକିକ କାର୍ଯ୍ୟର ଖବର ଶୁଣି ଲୋକମାନେ ଯୀଶୁଙ୍କୁ ଭେଟିବା ପାଇଁ ଯାଇଥିଲେ। ଏହା ଦେଖି ଫାରୁସୀମାନେ ପରସ୍ପର ମଧ୍ୟରେ କୁହାକୁହି ହେଲେ, ଦେଖୁଛ, ଆମେ କିଛି କରିପାରୁନାହୁଁ, ଜଗତ ସାରା ତାଙ୍କ ପଛରେ ଗଲେଣି। ପର୍ବ ସମୟରେ ଉପାସନା କରିବା ପାଇଁ ଜେରୁସାଲେମକୁ ଆସିଥିବା ଯାତ୍ରୀମାନଙ୍କ ମଧ୍ୟରେ କେତେଜଣ ଗ୍ରୀକ ଲୋକ ଥିଲେ। ସେମାନେ ଗାଲିଲିର ବେଥସାଇଦା ନିବାସୀ। ସେମାନେ ଫିଲିପଙ୍କ ନିକଟକୁ ଯାଇ କହିଲେ, ମହାଶୟ, ଆମେ ଯୀଶୁଙ୍କୁ ଦେଖିବାକୁ ଚାହୁଁ। ଫିଲିପ ଯାଇ ଆନ୍ଦ୍ରିୟଙ୍କୁ ଏ ଖବର ଦେଲେ ଏବଂ 2 ଜଣ ଯାଇ ଯୀଶୁଙ୍କୁ ଜଣାଇଲେ। ଯୀଶୁ ଉତ୍ତର ଦେଲେ, ମନୁଷ୍ୟପୁତ୍ର ମହିମାନ୍ୱିତ ହେବାର ବେଳ ଆସିଛି। ମୁଁ ତୁମକୁ ସତ୍ୟ କହୁଛି, ଗହମ ବୀଜଟିଏ ଭୂମିରେ ପଡ଼ି ମରିବା ପର୍ଯ୍ୟନ୍ତ ତାହା ଗୋଟିଏ ଦାନା ହୋଇ ରହେ, କିନ୍ତୁ ସେ ମଲେ ସେଥିରୁ ଅନେକ ବୀଜ ଉତ୍ପନ୍ନ ହୁଏ। ଯେ ନିଜ ଜୀବନ ପ୍ରତି ଆସକ୍ତ ଥାଏ ସେ ତାହା ହରାଇବ। ଯେ ଏହି ଜଗତରେ ନିଜ ଜୀବନକୁ ଗୌଣ ମନେ କରେ ସେ ତାକୁ ଅନନ୍ତ କାଳ ପାଇଁ ସୁରକ୍ଷା କରିବ। ଯେ ମୋର ସେବକ ହେବାକୁ ଚାହେଁ ସେ ମୋର ଅନୁଗମନ କରୁ। ତାହା ହେଲେ ମୁଁ ଯେଉଁଠାରେ ଥାଏ ମୋର ସେବକ ମଧ୍ୟ ସେଇଠାରେ ରହିବ ଏବଂ ସେ ମୋ ପିତାଙ୍କ ନିକଟରେ ସମ୍ମାନିତ ହେବ। ଏବେ ମୁଁ ବଡ଼ ବ୍ୟଥିତ, କ'ଣ କହିବି? ପିତା, ଏହି ଦୁଃସମୟରୁ ମୋତେ ଉଦ୍ଧାର କରୁ ବୋଲି କ'ଣ ମୁଁ ନିବେଦନ କରିବି? ସେଥିପାଇଁ ତ ମୁଁ ଆସିଛି। ଦୁଃଖ ଭୋଗର ମୁହୂର୍ତ୍ତଗୁଡ଼ିକୁ ସହ୍ୟ କରିବା ପାଇଁ ମୁଁ ପ୍ରେରିତ। ପିତା, ତୁମ ନାମ ମହିମାନ୍ୱିତ ହେଉ। ଏହି ସମୟରେ ଊର୍ଦ୍ଧ୍ୱରୁ ଏକ ବାଣୀ ଶୁଣାଗଲା, ଆମେ ତାହାକୁ ମହିମାନ୍ୱିତ କରିଛୁ ଏବଂ ପୁନର୍ବାର କରିବୁ। ସେଠାରେ ଛିଡ଼ା ହୋଇଥିବା ଜନତା ସେହି ସ୍ୱର ଶୁଣିଲେ ଏବଂ କେତେକ କହିଲେ, ଏହା ମେଘ ଗର୍ଜନ। ପୁଣି ଅନ୍ୟମାନେ କହିଲେ, ସ୍ୱର୍ଗଦୂତ ତାଙ୍କ ସହିତ କଥା କହୁଛନ୍ତି। କିନ୍ତୁ ଯୀଶୁ କହିଲେ, ମୋ ପାଇଁ ଏହି ବାଣୀ ଉଚ୍ଚାରିତ ହୋଇନାହିଁ, ଏହା ତୁମ ପାଇଁ ହୋଇଛି। ଜଗତର ବିଚାର ଦିନ ବର୍ତ୍ତମାନ ଉପସ୍ଥିତ। ଏହି ଜଗତର ଅଧିପତି ଗାଦିଚ୍ୟୁତ ହେବ। ମୁଁ ଯେତେବେଳେ ଊର୍ଦ୍ଧ୍ୱକୁ ଉତ୍ତୋଳିତ ହେବି ସେତେବେଳେ ସମସ୍ତଙ୍କୁ ଆକର୍ଷଣ କରିବି। ସେ କି ପ୍ରକାର ମୃତ୍ୟୁ ଭୋଗ କରିବେ ଏହି କଥା ଦ୍ୱାରା ସେ ସୂଚାଇ ଦେଇଥିଲେ। ଲୋକମାନେ କହିଲେ, ମସିହ ଚିରଞ୍ଜୀବୀ ହେବେ ବୋଲି ଆମ ଶାସ୍ତ୍ର କହେ। ଆପଣ କିପରି କହୁଛନ୍ତି ମନୁଷ୍ୟପୁତ୍ର ଊର୍ଦ୍ଧ୍ୱକୁ ଉତ୍ତୋଳିତ ହେବେ?
एई मनुष्य पुत्र किए? यीशु उत्तर देले, जेउ आलोक वर्तमान तुम्हमानक निकटरे उद्भासित ताहा आउ अल्प समय रहिब। आलोक थिबा जाए गंतव्य पथरे चाल, ताहा हेले तुमको अंधकार आच्छन्न करिब नाही। अंधकार रे जाउथवा लोक केउआडे जाउची जानी पारे नाही। तुम मध्यरे आलोक थिबा जाए ता उपरे निर्भर कर, ता हेले तुमे माने हेब आलोकर संतान। एहा कही यीशु सेमानक निकटरू चली जाई अज्ञात भावरे रहिले। सेमानक साक्षातरे तांकर अलौकिक कार्य समूह करिथिबा सत्वे सेमाने तांकठारे विश्वास कले नाही। एथि द्वारा भाववादी जिसायंकर भविष्यवाणी सफल हैला। प्रभु किए आम वार्ता को विश्वास कला? कहा निकटरे प्रभु तांको शक्ति प्रकाश कले? सेमानकर अविश्वास संपर्क रे जिसा जहा लिखिथिले ताहा ही घटिला। सत्य जेपरि ईश्वर सेमानको अंध करि देइछंती ओ सेमानकर बुझिबा शक्ति को नष्ट करि देइछंती, सेतिपई सेमाने किछि देखि पारंती नाही अबा किछि बुझी पारंती नाही। ईश्वर कहउछंती, आरोग्य लाभ करिबा पई सेमाने मो निकटकू फेरी आसु नाहांती। जिसाय तांको दिव्य दृष्टि रे यीशुंक महिमा विषय रे पूर्वरु अवगत होई एही परि लिखिथिले। तथापि यहूदी कर्तृपक्षंक मध्यरु अनेके यीशुंक ठारे विश्वास कले, किंतु फारुसी मानक द्वारा समाज च्युत हेबा भୟରେ प्रकाश्य रे सेही विषय रे कथावार्ता हेउ नथिले। सेमाने ईश्वर को संतुष्ट करिबा अपेक्षा मनुष्यर अनुमोदन को अधिक भल पाउथिले। यीशु उच्च स्वर रे कहिले, जे मोठारे विश्वास करे से केवल मोते नुहे मोर प्रेरणकर्ता को मध्य विश्वास करे। जे मोते देखिछि से मोर प्रेरणकर्ता को मध्य देखिछि। मु जगतर आलोक स्वरूप आसीछि। जे मोठारे विश्वास करे से आउ अंधकार रे रहिब नाही। जे मोर वार्ता सुनी पालन करे नाही, मु तार विचार करिबि नाही। मु जगत को विचार करिबा पई आसी नाही, आसीछि ताकू रक्षा करिबाकू। जे मते प्रत्याख्यान करी मोर वार्ता ग्रहण करे नाही, मो मुखर वाक्य तार विचारक हेब। सेही वाक्य अंतिम दिवस रे तार विचार करिब। एकथा सत्य, कारण मु निज मनरु किछि कहू नाही। जहा मु कहूची ता कहिबा ओ प्रकाश करिबा पई मो प्रेरणकर्ता पिता ईश्वर मते आज्ञा देइछंती, एवं मु जाने तांको आज्ञा अनंत जीवन प्रदान करे। मो पिता मते जहा कहिबा को आदेश देइछंती केवल सेतिके मु कहूची।